जय गुरुदेव, जय पंचसखा, जय जगन्नाथ। सत्यप्रकाश आयो एक अध्याय को आपण मानक स्वागत करुछि। गुरु परंपरा आम भारतवर्षर पुरातन परंपरा, जो परंपरा को सारा विश्व माने आउ सारा विश्व ए आधार रे ही चलिया पई चेष्टा करिछि। विगत दिन रे भारत को सारा पृथ्वीर गुरु बोली मन करा जाए। जेहेतु भारत को गुरु बोली मन करा जाए, गोटे स्वतंत्र गुरु परंपरा भारत वर्ष प्रचलित थिला। गुरु परंपरा जेमती भिन्न भिन्न गुरु परंपरार भिन्न भिन्न नियम अच्छी, सेमती आम सहित जो युव लेखक युव कवि अच्छा से गुरु परंपरा रे आबद्ध होई गुरु परंपरा विषय गोटे छोट कविता रचना करछंती, जहा कि गुरु परंपरा को हजि जाइथिबा गुरु परंपरा को पुणी मन पकईदब। जो गुरु परंपरा को हजे दे आमे माने आज केते कष्ट अच्छे आमे माने समस्त अनुभव करुचे। समाज रे विशृंखला ठारू आरंभ करी, पारिवारिक विशृंखला ठारू आरंभ करी, देश देश भितर विशृंखला सब लगी रही केवल गुरु परंपरार अभाव पाए। तेणु मु आशा करी युव कवि गुरु परंपरा को नहीं कविताटा समस्त भल लगे एवं समस्ते गुरुवादी हेबे, गुरु ग्रहण करिवे। गुरु परंपरा रही समाज को, ग्राम को, परिवार को सजाड़ा पे चेष्टा करिवे। जय जगन्नाथ, जय गुरुदेव, जय गुरुदेव। आपणकर मु अलगा अध्याय मु आपणकर किछि कविता नहीं, जो कविता को भल लोक माने गुरुवाद को भल पाउथवा लोक माने बहुत प्रशंसा करथिले, बहुत ग्रहण करथिले। जेतिक लोक हुंतु जो माने गुरु परंपरा पर विश्वास करती, बेसी लोक ग्रहण करिवार आवश्यकता नाही। जो माने प्रकृतिर आध्यात्मिकवादी, अंतर भितर आध्यात्मिकता पूरी रही से माने याको ग्रहण करथिले। तेणु आपण आज जो कविताटा रचना करिसंती, मु आशा करी समस्त मन को छुईब। आपण से कवितार दी धाड़ी आमको शुणातु। जय गुरुदेव। नमई गुरु परंपरा, ब्रह्म विद्यार सेही धारा, जेउ धारा रे शिशु वेद आसीछि होइन गुपत, जे विद्या करीण साधन, पंच सखा से जे महान, होइले अति कीर्तिवंत, उत्कले बोलाई महंत, जानती अगम्यर भाव, श्री जसोवंत महाभाग, से साधनारे सिद्ध हस्त, शिशुरूप हेले अनंत, शून्य साधने सदारत, भविष्य भणिले अच्युत, तथ्य को करिले बखाण, श्रीमत दास बलराम, भक्ति रे करिले अभ्यास, गोसाई जगन्नाथ दास, जानिए गोपन रहस्य, जगन्नाथंकु कले बस, सन्थ बालुंकेश्वर दास, तांकर शिष्य विष्णु जस, षोडश खारे तांक नाम,
କଳ୍କି ଦେବଙ୍କ ପିତା ଜାଣ ଏ ଯେଉଁ ବିଦ୍ୟାଟି ପରମ ଭଣେ ତା ପରମ୍ପରାକ୍ରମ ସକଳ ଗୁରୁଙ୍କୁ ପ୍ରଣମି କହୁଛି ଏବେ ତା ବଖାଣି ମହାଶୂନ୍ୟ ମଣ୍ଡଳେ ବାସ ବିହରେ ପରମ ପୁରୁଷ ଶ୍ରୀ ନିତ୍ୟ ଗୋଲୋକ ନାୟକ ଏ ବିଦ୍ୟା ତାଙ୍କରି ସ୍ୱରୂପ ଏ ଭେଦ ପାଇ ମହାଦେବ ନାମ ବହି ଅଛନ୍ତି ଶିବ ଅଷ୍ଟାଙ୍ଗ ଯୋଗ କରିଲୟ ହୋଇଲେ ମହାମୃତ୍ୟୁଞ୍ଜୟ ଏକାମ୍ର କାନନେ ଈଶ୍ୱର ଗିରିଜାଗେ ଉଜାଗର ଶୁଣିତା ସୁକ ଖଗବର ସର୍ବଦା ହେଲେ ଅଜ୍ରାମର ମହେନ୍ଦ୍ର ଗିରି ପରେ ଧ୍ୟାନ କରି ଶ୍ରୀ ରେଣୁକାନନ୍ଦନ ଶିବଙ୍କ ଠାରୁ ପାଇ ଜ୍ଞାନ ଚିରଞ୍ଜୀବି ହୋଇଲେ ଜାଣ ଅଚ୍ୟୁତଙ୍କର ପୁନର୍ଜନ୍ମ ଶ୍ରୀ ପୂର୍ଣ୍ଣାନନ୍ଦ ଯାଙ୍କ ନାମ ଗୁରୁ ତାଙ୍କର ପରଶୁରାମ ପାଇଥିଲେ ସେହି ଜ୍ଞାନ ତାଙ୍କ ଠାରୁ ଶ୍ରୀ ଇନ୍ଦ୍ରମଣି ପ୍ରାପ୍ତ କଲେ ବିଦ୍ୟା ପୁଣି ତାଙ୍କ ଠାରୁ ଶ୍ରୀ ଜଗନ୍ନାଥ ଏ ବିଦ୍ୟା କରିଲେ ପ୍ରାପତ ତତ୍ପରେ ଶ୍ରୀ ନନ୍ଦ କିଶୋର କଲେ ବିଦ୍ୟା ଅଧିକାର ବିଷ୍ଣୁ ଶର୍ମାଙ୍କ ପୁନର୍ଜନ୍ମ ଅନନ୍ତଙ୍କର ପିତା ଜାଣ ଏଥୁ ଅନ୍ତରେ ଆଦିଶେଷ ଗୁରୁ ଶ୍ରୀ ଅନନ୍ତ ପୁରୁଷ ଏ ବିଦ୍ୟା କଲେ ଅଧିକାର ମହାପ୍ରଭୁ ଶ୍ରୀ ହରିହର ହେମନ୍ତେ ପରମ୍ପରାଗତେ ବିଦ୍ୟା ଆସିଛି ଲୋକହିତେ ପ୍ରଣମୀ ଶ୍ରୀ ଗୁରୁ ପୟର ଭଣହୀନ ବିଦ୍ୟାଧର। ଜୟ ଗୁରୁଦେବ। ଆପଣ ଯେଉଁ ଆପଣଙ୍କୁ କେମିତି ଧନ୍ୟବାଦ ଦେବି ମୁଁ ତ ଜାଣିପାରୁନି। ଏ ସମୟ ମାନେ ଏତେ କମ୍ ବର୍ଷରେ ଗୁରୁ ପରମ୍ପରାର ନିଗୂଢ଼ ତତ୍ତ୍ୱ, ଗୁରୁ ପରମ୍ପରା କେମିତି ଆରମ୍ଭ ହୋଇଥିଲା ଏବଂ ଅନେକ ଉପାଦେୟ କଥା ଯେଉଁଟା ପୃଥିବୀର ଶ୍ରେଷ୍ଠ ଗୁରୁବାଦର କଥା ଗୁଡ଼ିକ ଆପଣ କହିଲେ। ଯେମିତି ଆପଣ ଶିଶୁ ବେଦର କଥା କହିଥିଲେ ଗୀତର ଆରମ୍ଭରେ, ଆଜ୍ଞା, ଆଉ ଶେଷ ପର୍ଯ୍ୟାୟରେ ଯେମିତି ଆମର ପରଶୁରାମଙ୍କ ଠାରୁ ଆରମ୍ଭ କରି ଗୁରୁ ଶ୍ରୀ 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 ହରିହର ଦାସଙ୍କ ପର୍ଯ୍ୟନ୍ତ କେମିତି ଗୁରୁ ପରମ୍ପରା ଲାଗି ରହିଛି। ଗୁରୁ ପରମ୍ପରାକୁ କେମିତି ଏତେ ବର୍ଷ ଧରି ପରଶୁରାମଙ୍କ ଠାରୁ ଆରମ୍ଭ କରି ଶ୍ରୀ 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 ହରିହର ଦାସଙ୍କ ପର୍ଯ୍ୟନ୍ତ ସମସ୍ତେ କେମିତି ଗୁରୁ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି। ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତି
ସମାଜର ବିଶୃଙ୍ଖଳା ଭିତରେ ତା ଭିତରେ ମଧ୍ୟ ଗୁରୁ ପରମ୍ପରା ଏବେ ମଧ୍ୟ ଉଜ୍ଜୀବିତ ଅଛି। ଗୁରୁ ପରମ୍ପରା ଚାଲିଛି। ମାନିବା ନ ମାନିବା ସମାଜର ବ୍ୟକ୍ତିବିଶେଷ ମାନଙ୍କ ଉପରେ ନିର୍ଭର। ଗୁରୁବାଦ କିନ୍ତୁ ନିଛକ ସତ। ଗୁରୁବାଦକୁ ନେଇକରି ଆମ ପୃଥିବୀ ଆରମ୍ଭ ହୋଇଥିଲା। ଗୁରୁବାଦକୁ ନେଇ ଆମ ପୃଥିବୀ ମଧ୍ୟ ଶେଷ ହେବ। ଯେମିତି ଆମ ଭାଇ କହୁଥିଲେ ଅନନ୍ତ ପୁରୁଷଙ୍କ କଥା, ଏବଂ ଅନନ୍ତ ପୁରୁଷଙ୍କ ଗୁରୁ ଶ୍ରୀ 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 ପରଶୁରାମ ଦାସ କେମିତି ଗୁରୁ ପରମ୍ପରାରେ ରହି ଆଜି ପର୍ଯ୍ୟନ୍ତ ପରମ୍ପରାକୁ ଚଲେଇ ଆସିଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ। ଆଉ ଏତିକି ରହୁଛି। ଜୟ ଗୁରୁଦେବ, ଜୟ ପଞ୍ଚସଖା, ଜୟ ଜଗନ୍ନାଥ।